ସମସ୍ତଙ୍କୁ ମୋର ଆତ୍ମ ପ୍ରଣାମ। ସମସ୍ତେ ଧ୍ୟାନ ପାଇଁ ବସିବା। ଯଦି ଚଷମା ପିନ୍ଧୁଛନ୍ତି ତାକୁ କାଢି ଦିଅନ୍ତୁ। ହାତକୁ ହାତ କ୍ରସ୍ କରିନିଅନ୍ତୁ। ଗୋଡ଼କୁ ବି କ୍ରସ୍ କରିଦିଅନ୍ତୁ। ଯଦି ଚେୟାରରେ ବସିଛନ୍ତି ସହଜ ରୂପରେ ନିଜ ଆଖିକୁ ବନ୍ଦ ରଖନ୍ତୁ। କେବଳ ଯାଉଥିବା ଶ୍ୱାସ ଏବଂ ଆସୁଥିବା ଶ୍ୱାସ, ନା କୌଣସି ଚିନ୍ତା, ନା କୌଣସି ବିଚାର। ଶ୍ୱାସ ସହ ଏକ ହେଇଯାଆନ୍ତୁ। ସହଜ ସରଳ ଶ୍ୱାସ। ଯେତେବେଳେ ଶ୍ୱାସ ଭିତରକୁ ଯାଉଛି ତା ସହିତ ହିଁ ଭିତରକୁ ଯାଆନ୍ତୁ। ଯେତେବେଳେ ଶ୍ୱାସ ବାହାରକୁ ଯାଉଛି ତା ସହିତ ହିଁ ବାହାରକୁ ଆସନ୍ତୁ। ପୁରା ଧ୍ୟାନ ଶ୍ୱାସ ଉପରେ। ଯାଉଥିବା ଶ୍ୱାସ ଏବଂ ଆସୁଥିବା ଶ୍ୱାସ। କେବଳ ଶ୍ୱାସ। प्रिय पितामह पत्री जी, समस्त एस्ट्रल मास्टर्स, एस्ट्रल पिरामिड मास्टर्स, एस्ट्रल बॉडी हिलिंग मास्टर्स, समस्त सूक्ष्म देवी देवता मानकु, परम आदि योगी शिवंकु, नंदी, गोरखनाथ, समस्त सिद्ध मानकु, 18 सिद्ध को, सिद्ध थिरुमूलर जी को, महाअवतार बाबा जी को, लाहिड़ी महाशय, स्वामी श्री युक्तेश्वर जी, परमहंस परम प्रिय योगानंद जी, सबु धर्मर सिद्ध महानुभव को, सप्तर्षि मन को, समस्त पिरामिड मास्टर्स मन को इनवाइट करबा। श्रद्धार सह पूर्ण समर्पणर सह आज आमे अंतिम दिन रे पहुंची जाइछे। आज सबुठु महान विषय उपरे आमे सुनबा को जाउछे। सेवा, आध्यात्मिक सेवा। ध्यान आ संगीतर मिलन रे सुंदर सृष्टि होता है।
ଆମର ଇମ୍ପ୍ରୁଭମେଣ୍ଟ ପାଇଁ, ଆଧ୍ୟାତ୍ମିକ ମାର୍ଗରେ ଆଗକୁ ବଢ଼ିବା ପାଇଁ ଏଇ ଗୋଟିଏ ଜିନିଷ ସବୁଠୁ ମହାନ ଭୂମିକା ନେଇଥାଏ, ଯାହା ହେଉଛି ସେବା। ସବୁବେଳେ ଧ୍ୟାନ, ସ୍ୱାଧ୍ୟାୟ, ସଜ୍ଜନ ସଙ୍ଗତ୍ୟ, ସଙ୍ଗୀତ, ଏ ସବୁରେ ନିଜକୁ ନିୟୋଜନ କରନ୍ତୁ। ସେବା ଛୋଟ ଜିନିଷ ନୁହେଁ। ଯେଉଁମାନେ ନିଜକୁ ପୂର୍ଣ୍ଣ ରୂପେ ପ୍ରାପ୍ତ କରିଛନ୍ତି, କେବଳ ସେମାନେ ହିଁ ସେବାରେ ନିମଗ୍ନ ହୋଇପାରନ୍ତି। ଯେଉଁମାନେ ଅସମ୍ପୂର୍ଣ୍ଣ, ସେମାନେ ଅନ୍ୟର ସେବା କରିପାରନ୍ତିନି। ଆମେ ସବୁବେଳେ ଆଖି ଯେଉଁ ଦୃଶ୍ୟକୁ ଦେଖୁଛେ ତାକୁ ସତ୍ୟ ବୋଲି ମାନୁଛେ, କିନ୍ତୁ ତା ପଛରେ ବହୁତ ଜିନିଷ ଲୁଚିକି ରହିଥାଏ। ପରଦା ଆଗରେ ଯାହା ଦେଖାଯାଏ, ପରଦା ପଛରେ ଲୁଚିକି ଥାଏ। 1% ଯଦି ଚେତନ ହେଲେ ସବକନସିୟସ୍ 99% ଥାଏ। ଆଧ୍ୟାତ୍ମିକତାର ଅନ୍ତିମ ଅର୍ଥ ହେଉଛି ସେବା। ଏ ସୁନ୍ଦର ପତ୍ରିଜୀଙ୍କ ଜ୍ଞାନକୁ ଆପଣ ଶୁଣିପାରୁଛନ୍ତି, କିନ୍ତୁ ତାର ମୂଳରେ ହରିଶଜୀଙ୍କର ସେ ସେବା ମନୋଭାବ ଅଛି, ସେ ଥଟ୍ ରହିଛି, ଯାହାଦ୍ୱାରା ଆପଣ ଏତେ ସୁନ୍ଦର ଆୟୋଜନ, ଏତେ ସୁନ୍ଦର ଜ୍ଞାନକୁ ଏତେ ସୁନ୍ଦର ରୂପରେ ଶୁଣିପାରୁଛନ୍ତି। ସୁଜାତା ଜୀଙ୍କର ଶ୍ରମ ରହିଛି, ଜ୍ୟୋତି ଭାଇଙ୍କର, ରାମରାଜୁ ସାରଙ୍କର, ଆଷ୍ଟ୍ରାଲ ମାଷ୍ଟର୍ସ ମାନଙ୍କର, ସମସ୍ତ ଆଞ୍ଜେଲ୍ସ ମାନଙ୍କର, ପିତା ମାତାଙ୍କର, ସମସ୍ତେ ପଛରେ ଅଛନ୍ତି, ନହେଲେ ଜ୍ଞାନ ବି ଆପଣଙ୍କ ପାଖକୁ ଆସିପାରିନଥାନ୍ତା। ପତ୍ରିଜୀଙ୍କର କନସିୟସନେସ୍, ତାଙ୍କର ଚେତନା ରହିଛି। ସମସ୍ତଙ୍କୁ ମୋର ଶ୍ରଦ୍ଧାର କୃତଜ୍ଞତା ଜ୍ଞାପନ କରୁଛି। ଆଜି ଆମେ ସେବା ବିଷୟରେ ଜାଣିବାକୁ ଚାହୁଁଛେ। ଏହାକୁ ନିଜ ଜୀବନରେ ନେଇ ଆସନ୍ତୁ, ଯାହା ଆଜି ଶୁଣିବାକୁ ଯାଉଛନ୍ତି।
ଯେଉଁମାନେ ଆଧ୍ୟାତ୍ମିକତାରେ ପୂର୍ଣ୍ଣ ରହିଥାନ୍ତି ସେମାନେ ହିଁ ସେବାରେ ରତ ହୋଇଥାନ୍ତି। ପରଦା ପଛରେ ରହିବା। ଆମେ ବହୁତ ତଳରେ ଅଛେ, କିନ୍ତୁ ତାର ପଛରେ କେବଳ ଭୂଲୋକ ଅନ୍ତିମ ନୁହେଁ, ଭୁବରଲୋକ, ସୁବରଲୋକ, ଜନାଲୋକ, ମହାଲୋକ, ତପୋଲୋକ, ସତ୍ୟଲୋକ। ଯେଉଁମାନେ ପରଦା ପଛରେ ଏହି ଭୂଲୋକକୁ ଚଲେଇଥାନ୍ତି, ମାର୍ଗଦର୍ଶନ ଦିଅନ୍ତି, ସେ ମାଷ୍ଟର୍ସ ମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା। ପରଦା ସାମ୍ନାରେ ବି ଆସିବା ଶିଖନ୍ତୁ, ପରଦା ପଛରେ ବି ଆସିବା ଶିଖନ୍ତୁ। ସତ୍ୟ ହେଉଛି ଏକ, ସେଇ ସୂର୍ଯ୍ୟ, ସେଇ ପାଣି, ସେ ସତ୍ୟର ବାଣୀ। ଯେମିତି ମୁଁ ସେମିତି ତୁମେ ମଧ୍ୟ। ତନ ଅର୍ଥାତ୍ ଶରୀର, ମନ, ବୁଦ୍ଧି, ଆତ୍ମା, ସର୍ବାତ୍ମା। ବଡି, ମାଇଣ୍ଡ, intellect, self, all that is। ତମ ଗୁଣ, ରଜୋ ଗୁଣ, ସାତ୍ଵିକ ଗୁଣ, ଶୁଦ୍ଧ ସାତ୍ଵିକ ଗୁଣ, ନିର୍ଗୁଣ। ପୃଥ୍ୱୀ ତତ୍ତ୍ୱ, ଜଳ ତତ୍ତ୍ୱ, ଅଗ୍ନି ତତ୍ତ୍ୱ, ବାୟୁ ତତ୍ତ୍ୱ, ଆକାଶ ତତ୍ତ୍ୱ। ये पांच भुक्ति, रति, युक्ति, शक्ति, मुक्ति। कुंभकर्ण, रावण, विभीषण, बजरंगबली, श्री राम। आमे सबु पांच। गोटे शरीर, आउ गोटे होची आत्मा। गोटे स्तर रे आमे शरीर, गोटे स्तर रे आमे होची आत्मा। मनरु मानव, तनरु पशु, शरीर बुद्धिरु देवता बनी थांती। बुद्धि सहित जीवंतु, मन सहित नुहे। निज बुद्धि को ध्यान द्वारा प्रखर करंतु। सबु बेले आमे किछि ना किछि शिक्षा लाभ करिबा, शिखिबा समस्त अंठु। आउ जहा शिखिचे सबु जणेबा, अन्य को बतेबा। बुद्धिर पूर्ण रूपे विकास हेबा दरकार। बुद्धि सहित जीवंतु, मनरे नुहे। समस्ते मनर ऊपर को उठंतु। जहा सुनती, जहा देखंती, बुद्धि अनुसार देखंतु, सुनंतु, भावंतु। बुद्धिर ही आकांक्षा हो, मनर आकांक्षा रु प्रेय मार्ग, बुद्धिर आकांक्षा को श्रेय मार्ग। श्रेय
ଯଦି ମନ 10% ତାହେଲେ ବୁଦ୍ଧି 90% ରହୁ। ପ୍ରେୟ ମନ ସ୍ତରରେ ରମଣ ମହର୍ଷି ଜୀବନ ସାରା ମୌନ ଥିଲେ। ଧ୍ୟାନ ନ ଆସିଲେ ଶବ୍ଦର ମଧୁରତା ଆସିନଥାଏ, ଶୋଭା ଆସିନଥାଏ। ସମସ୍ତେ ଜଣେ ଜଣେ ବୁଦ୍ଧ, ସମସ୍ତେ ଜଣେ ଜଣେ ମହାବୀର, ସମସ୍ତେ ଜଣେ ଜଣେ କୃଷ୍ଣ। ମୌନ ପାଳନ କରିବା ହେଉଛି ଆଧ୍ୟାତ୍ମିକତାର ପ୍ରଥମ ଅଭ୍ୟାସ। ମୌନ, ତାହେଲେ ଯାଇକି ଆଧ୍ୟାତ୍ମିକତା ହୋଇଥାଏ। ବହୁତ ଜଣ ମୁନି ଯୋଗୀ ହୋଇପାରିଛନ୍ତି। ମୌନରୁ ମୁନି, ମୁନି ଶ୍ରେଷ୍ଠ। ତନ ସ୍ତରରେ, ଶରୀର ସ୍ତରରେ ସ୍ଥିରତା, ଯେମିତି ମୂର୍ତ୍ତି ବାହାରେ ମନ୍ଦିରରେ, ସେମିତି ଶରୀର ସ୍ତରରେ ମଧ୍ୟ ସ୍ଥିରତା, ଶୁଦ୍ଧତା, ହଠଯୋଗ। ଯେମିତି ଧ୍ୟାନ ସମୟରେ ଟିକେ ବି ନହଲେ ସିଧା ରୁହନ୍ତୁ, ସେମିତି ବସିଥାନ୍ତୁ। ନିଜ ଶରୀର ଉପରେ କାବୁ କରନ୍ତୁ। ମୌନ ଯୋଗ, ମୌନ ରହିବା। ଆମେ ସମସ୍ତେ ପଛ ଜନ୍ମରେ କରିଛନ୍ତି। ଯେମିତି ଆମେ ଶରୀର ପାଇଁ ମୁହଁ ଦ୍ୱାରା ଖାଇଥାଉ, ମଝିରେ ମଝିରେ ଆପଣ ବ୍ରହ୍ମରନ୍ଧ୍ରରୁ ମଧ୍ୟ ଊର୍ଜା ସହିତ ଜିଇବା ଶିଖନ୍ତୁ। ବ୍ରହ୍ମରନ୍ଧ୍ରରୁ ସେ କସ୍ମିକ୍ ଏନର୍ଜିକୁ ନିଅନ୍ତୁ। ନିରାହାର କରନ୍ତୁ, ବିନା ଆହାରରେ ରୁହନ୍ତୁ, ଆଉ ନିଜର ଊର୍ଜାକୁ ଜାଣନ୍ତୁ। ଧ୍ୟାନ ଦ୍ୱାରା, ବ୍ରହ୍ମରନ୍ଧ୍ରରେ ଖାଦ୍ୟ ଖାଇବା ଦ୍ୱାରା କେମିତି ଆପଣ ରହୁଛନ୍ତି। ମନକୁ ଶୂନ୍ୟ କରନ୍ତୁ। ଗୋଟେ ସପ୍ତାହରେ ମୌନ, ଗୋଟେ ସପ୍ତାହରେ ବିନା ଆହାର ଉପବାସ, ବ୍ରହ୍ମର ସହିତ ବାସ କରିବା। ଗୋଟେ ସପ୍ତାହରେ ଏକାନ୍ତ ଯୋଗ କରନ୍ତୁ। ବିନା ସମ୍ପର୍କରେ ମାନବର, ଗୁମ୍ଫାରେ ରହିବା କି ପ୍ରକୃତି ସହିତ ରହିବା। ତ୍ରାଟକ ଯୋଗ, ପ୍ରକୃତିକୁ ଦେଖି ରହିବା ଆଉ ତାର ଊର୍ଜାକୁ ଫିଲ୍ କରିବା, ଆଖି ଉପରେ କାବୁ କରିପାରିବା। ଏକ ଲୟରେ ସବୁ କିଛି ଶିଖନ୍ତୁ ଆପଣ। ଧ୍ୟାନ ଯୋଗ ଦ୍ୱାରା ମନକୁ ଶୂନ୍ୟ କରନ୍ତୁ। ନୋ ଥଟ୍ ହ୍ୱାଟସଏଭର। ମନରେ କୌଣସି ଲହର ନ ରହୁ, ଲହରୀ ନ ରହୁ। ଧ୍ୟାନ ଯୋଗ, ରାଜଯୋଗ ସବୁଠୁ ହାଏଷ୍ଟ ଯୋଗ। ଜ୍ଞାନ ଯୋଗ, ଏପରି ଜିଇବା
ସମସ୍ତଙ୍କଠି ରହି ମଧ୍ୟ, ସମସ୍ତଙ୍କ ସାଙ୍ଗରେ ରହି ମଧ୍ୟ, ସଂସାରରେ ରହି ମଧ୍ୟ ଅଛୁତ ଆତ୍ମା ସ୍ତରରେ ରହିବା। ଆମେ ଶରୀର ନୁହେଁ, ଶରୀରଠୁ ଭିନ୍ନ ଆତ୍ମା। ଆତ୍ମା ସ୍ତରରେ ହିଁ ଶ୍ରବଣ କରିବା। ଯେଉଁମାନେ ଶରୀରକୁ ଦେଖନ୍ତି, ଆତ୍ମାକୁ ଦେଖିନଥାନ୍ତି, ସେମାନେ କେବେ ହେଲେ ଆତ୍ମଜ୍ଞାନୀ ନୁହେଁ, ବ୍ରହ୍ମଜ୍ଞାନୀ ନୁହେଁ। ଯେଉଁମାନେ ସବୁବେଳେ ଆତ୍ମା ସ୍ତରରେ ରୁହନ୍ତି, ସେମାନେ ହିଁ କେବଳ ଆତ୍ମାକୁ ଦେଖିପାରନ୍ତି। ସବୁ ଜାଗାରେ ଆତ୍ମାକୁ ଶୁଣିପାରନ୍ତି, ବ୍ରହ୍ମ ଦର୍ଶନ କରନ୍ତି। ସେମାନେ ହିଁ ପ୍ରକୃତ ବ୍ରହ୍ମଚାରୀ। ସେମାନେ ହିଁ ପ୍ରକୃତ ପଦ୍ମପତ୍ରରେ ରହି ପଦ୍ମ ପରି ପାଣିରେ ରହି ମଧ୍ୟ ପାଣି ତାକୁ ଛୁଇଁ ପାରିନଥାଏ। ସଂସାର ଭିତରେ ଆପଣ ରୁହନ୍ତୁ, ସଂସାରରୁ ବାହାରକୁ ଯିବା ଆବଶ୍ୟକ ନାହିଁ। କିନ୍ତୁ ଆପଣଙ୍କ ଭିତରେ ଯେମିତି ସଂସାର ନ ରୁହେ। ସବୁବେଳେ ଆତ୍ମସ୍ଥିତିରେ, ପରମାତ୍ମ ସ୍ଥିତିରେ। ଆମେ ସମସ୍ତେ ପିରାମିଡ ମାଷ୍ଟର, ଜ୍ଞାନୀ। ଶରୀରରେ ରହିଥାଉ, କିନ୍ତୁ ଶରୀର ନୁହେଁ। ଯେମିତି ଆମେ ପୋଷାକ ପିନ୍ଧିଛୁ, କିନ୍ତୁ ଆମେ ପୋଷାକ ନୁହେଁ, ଡ୍ରେସ୍ ନୁହେଁ। ଆମେ ସମସ୍ତେ ଦେହଧାରୀ, ଶରୀରଧାରୀ, କିନ୍ତୁ ଶରୀର ନୁହେଁ, ଦେହୀ ଆତ୍ମା। ଯାହାକୁ ନା ପାଣି ଭିଜେଇ ପାରେ, ନା ପବନ ଶୁଖେଇ ପାରେ, ନା ଅଗ୍ନି ଜଳେଇ ପାରେ। ଏହିପରି ଆମେ ନା ଶସ୍ତ୍ର କାଟିପାରେ। ନୈନମ୍ ଛିନ୍ଦନ୍ତି ଶସ୍ତ୍ରାଣି, ନୈନମ୍ ଦହତି ପାବକଃ, न क्लेदयन्ति आपो, न ଶୋଷୟତି ମାରୁତ। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି, ଆତ୍ମା ଏହିପରି, ନା ତାକୁ ଶସ୍ତ୍ର କାଟିପାରେ, ନା ଅଗ୍ନି ଜଳେଇ ପାରେ, ନା ପବନ ଶୁଖେଇ ପାରେ, ନା ପାଣି ଭିଜେଇ ପାରେ। ଆମେ ସମସ୍ତେ ଆତ୍ମା ସ୍ତରରେ ଯିବା ଆଜିଠାରୁ, ଏବେଠାରୁ, ଏହି କ୍ଷଣରୁ। କେବେ ହେଲେ ଶରୀର ସ୍ତରରେ ନୁହେଁ। ଆମ ବାଣୀ ଏହିପରି ଆମର ବାକ୍କ୍ଷେତ୍ରକୁ ବନେଇବା, ଯେପରି ଏହି ବାଣୀ ଦ୍ୱାରା ଜଣେ ଆତ୍ମାର ଉନ୍ନତି ହେଉ, ଆତ୍ମା ସ୍ତରରେ ଡେଭଲପମେଣ୍ଟ ହଉ, ସେ ଶରୀର ସ୍ତରରୁ ଉପରକୁ ଉଠିପାରୁ। ଯଦି ଶରୀର ଗୋଟେ ଗାଡ଼ି ହୁଏ, କାର ହୁଏ, ତାହେଲେ ଆମେ ହଉଛେ ତାର ଡ୍ରାଇଭର। এই ପୃଥିବୀରେ ପିତା ମାତାଙ୍କ ସହ, ପତି ପତ୍ନୀଙ୍କ ସହ, ପୁଅ ଝିଅ ରୂପେ ସବୁ କାମ କରିବା, କିନ୍ତୁ ଆତ୍ମ ଭାବରେ ରହିବା। ଆମେ ସମସ୍ତେ ନିଜେ ନିଜର ଚୟନ କରିଥାନ୍ତି ସୃଷ୍ଟିକୁ। ନା କାହାର ଶିଷ୍ୟ, ନା କାହାର ଭକ୍ତ, ସମସ୍ତେ ଗୁରୁ। ଗୁରୁର
ଅପୋଜିଟ୍ ହେଉଛି ବିପରୀତ ହେଉଛି ଲଘୁ। ଯେବେ ଆପଣ ଧ୍ୟାନ ସ୍ତରରେ ରହିବେ ସେହି ସମୟରେ ଆପଣ ସହସ୍ରାର ସ୍ଥିତିରେ ରହିବେ। ଆଜ୍ଞା ଚକ୍ରରୁ ଧ୍ୟାନ ସ୍ତରରେ ଆପଣ ଆଜ୍ଞା ଚକ୍ରରେ ପହଞ୍ଚିବେ। ଯେତେବେଳେ ସେବା ଭାବକୁ ଯିବେ, ସେବା କରିବାକୁ ଯିବେ, ସହସ୍ରାର ସ୍ଥିତିରେ ଆପଣ ରହିବେ। ମୂଳାଧାର, ସ୍ୱାଧିଷ୍ଠାନ, ମଣିପୁର, ଅନାହତ, ବିଶୁଦ୍ଧି, ଆଜ୍ଞା, ସହସ୍ରାର, ଏହିପରି 7ଟି ସ୍ତର ଆମର ରହିଛି। ଯେତେବେଳେ ଆପଣ ଧ୍ୟାନ କରିବେ, ସୁଦର୍ଶନ ଚକ୍ର ଆଜ୍ଞା ଚକ୍ରରେ ସ୍ଥିତ ହେବେ। ଯାହା ଭିତରେ ସେହିପରି ଆପଣ ପାଳନ କରିବେ ବାହାରକୁ। ଧ୍ୟାନ ସେବା ବିନା ଅସମ୍ପୂର୍ଣ୍ଣ। ଯେପରି ଗୋଟେ ଫୁଲ ସେତେବେଳେ ସୁନ୍ଦର ହୋଇଥାଏ ଯେତେବେଳେ ତାର ସୁବାସ ଚାରିଆଡେ ବିଖରିତ ହୋଇଯାଏ। ଧ୍ୟାନ ଯଦି ଫୁଲ ହୁଏ, ସେବା ଧ୍ୟାନ ପ୍ରଚାର ପ୍ରସାର ହେଉଛି ତାର ସୁଗନ୍ଧ। ଫୁଲ ଯଦି ସୁଗନ୍ଧ ନ ଦିଏ ତାହେଲେ ତାର ଶୋଭା ନଥାଏ। ଯେମିତି ସୁଗନ୍ଧ ମହତ୍ୱପୂର୍ଣ୍ଣ, ସେବା ସେମିତି ମହତ୍ୱପୂର୍ଣ୍ଣ। ଆମେ ଆଜି ସେବା ବିଷୟରେ ଜାଣୁଛେ। ପିରାମିଡ ଧ୍ୟାନ କେନ୍ଦ୍ରକୁ ଆମେ ଧ୍ୟାନ ଶିଖେଇବାକୁ ଯାଉ, ତ ସେଇ ସମୟରେ ହିଁ ଆମେ କହିଥାଉ କି ଆପଣ ଧ୍ୟାନ ପ୍ରଚାର କରିବେ। ଯେତିକି ନିଜେ ଜାଣିଛେ ସେତିକି ଜଣେଇବେ ଆପଣ। ସମସ୍ତ ପିରାମିଡ ମାଷ୍ଟର୍ସ ମାନେ ସେବା ପାଇଁ ସବୁବେଳେ ତତ୍ପର, ଆଗରେ। ସେମାନଙ୍କ ଭିତରେ ଆଧ୍ୟାତ୍ମିକ ତତ୍ପରତା ଥାଏ। ସମସ୍ତେ ସେବା ପାଇଁ ସବୁବେଳେ ପ୍ରସ୍ତୁତ ଥାନ୍ତି। ବହୁତ ଜନ୍ମ ଧ୍ୟାନ କରିବା ପରେ ହିଁ ସେବା ମନୋଭାବ ଆସିଥାଏ। ଧ୍ୟାନ ପ୍ରଚାର ପାଇଁ ଏ ପିରାମିଡ ସ୍ପିରିଚୁଆଲ ସୋସାଇଟି ମୁଭମେଣ୍ଟ ସହ ଆମେ ଯୋଡ଼ି ହେଇଥାନ୍ତି। ସବୁବେଳେ ଧ୍ୟାନରେ ସେବା କରନ୍ତୁ। ଜ୍ଞାନ ବିଷୟରେ ଲୋକଙ୍କୁ ଜଣାନ୍ତୁ। ଦୁଇ ପ୍ରକାରର ସେବା ଥାଏ। ଗୋଟେ ହେଉଛି ସାଂସାରିକ ସେବା, ପ୍ରାପଞ୍ଚିକ ସେବା। ଅନ୍ୟଟି ହେଉଛି ଆଧ୍ୟାତ୍ମିକ ସେବା। ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ସେବା କରିଥାନ୍ତି। ଏହିପରି କୁହନ୍ତି କି ଆମେ ଚାକିରି କରୁଛୁ, ବ୍ୟବସାୟ କରୁଛୁ, ତ ଏଇଟାକୁ ସେବା ବୋଲି କୁହନ୍ତି, କିନ୍ତୁ ତାହା ସେବା ନୁହେଁ। ପରିବାର ପୋଷଣ ସେବା ନୁହେଁ। ପରିବାର ପୋଷଣ ହେଉଛି କର୍ତ୍ତବ୍ୟ, ତାହା ହେଉଛି ଧର୍ମ। ପିତା ମାତାଙ୍କର ସେବା ନୁହେଁ,
ତାହା ହେଉଛି କର୍ତ୍ତବ୍ୟ, ଧର୍ମ। ସେମାନେ ଆପଣଙ୍କୁ ପିଲାବେଳୁ ବଡ଼ କରିଛନ୍ତି, ତାଙ୍କର ତୁମେ କି ସେବା କରିବ? ସେମାନେ ତୁମକୁ 9 ମାସ ଗର୍ଭରେ ଧରି ଆପଣଙ୍କୁ ଜନ୍ମ ଦେଇଛନ୍ତି। ତୁମେ ତାଙ୍କର କି ସେବା କରିପାରିବ? କେଉଁ ଋଣ ଭରିପାରିବ? ମାତା ପିତାଙ୍କର କେବେ ସେବା ନଥାଏ, ସେବା ହିଁ ନଥାଏ। ପିଲା ଛୁଆଙ୍କ ପ୍ରତି କେବେ ହେଲେ ସେବା ନଥାଏ, ସେବା ହିଁ ନଥାଏ। ତାହା ହେଉଛି ଧର୍ମ, ତାହା ହେଉଛି କର୍ତ୍ତବ୍ୟ, ଡ୍ୟୁଟି। ଜାଣନ୍ତୁ ପ୍ରକୃତ ସେବା ଅର୍ଥ କ'ଣ? ଚାକିରି କରିବା ସେବା ନୁହେଁ, ତାହା ହେଉଛି ଡ୍ୟୁଟି। ଗୁରୁଙ୍କ ପାଇଁ ତୁମେ କି ସେବା କରିପାରିବ? ଯିଏ ଆପଣଙ୍କୁ ଜନ୍ମ ଜନ୍ମର ବନ୍ଧନରୁ ମୁକ୍ତ କରିଛନ୍ତି, ତାଙ୍କୁ ଆପଣ କି ଋଣ ସୂଚାଇ ପାରିବେ? ତାଙ୍କ ପ୍ରତି କର୍ତ୍ତବ୍ୟ ହୋଇଥାଏ, ଧର୍ମ ହୋଇଥାଏ। ଯେଉଁମାନେ ସେବା କରନ୍ତି ସେମାନେ ହିଁ ଜାଣିଥାନ୍ତି ଯେ ସେବା କ'ଣ, ଆଉ ସେବା କଲେ କିପରି ଲାଗିଥାଏ। ଯଦି ଆପଣ ସେବା ବଦଳରେ ପଇସା ନେଉଛନ୍ତି, ଧନ ନେଉଛନ୍ତି, ସେଟା ସେବା ନୁହେଁ, କାରଣ ସେ ଆତ୍ମିକ ତୃପ୍ତି ପ୍ରାପ୍ତ ହୋଇନଥାଏ। ନିଷ୍କାମ କର୍ମ କଲେ ଯାଇକି ସେ ତୃପ୍ତି ଆସିଥାଏ। ଯଦି କେହି ଆପଣଙ୍କ ପଡ଼ୋଶୀ ଅଛନ୍ତି, ସେମାନଙ୍କୁ ଯାଇ କୌଣସି ଜିନିଷ ଆପଣ ଶିଖଉଛନ୍ତି, ତାକୁ ସେବା କୁହାଯାଏ। ସଙ୍ଗୀତ ଶିଖଉଛନ୍ତି, ଯାହା ଆପଣଙ୍କର ନିଜର ବୁଦ୍ଧିମତା, ବିନା କିଛି ପଇସାରେ ଆପଣ ତାଙ୍କୁ ଶିଖଉଛନ୍ତି କିଛି ଜିନିଷ, ସେ ଜିନିଷ ହିଁ ସେବା। ବିନା ଫଳ ଇଚ୍ଛାରେ, ବିନା କାମନାରେ ଯାହା କରିଥାନ୍ତି ତାକୁ ସେବା କୁହାଯାଏ। ଯେଉଁମାନେ ପଇସା ଦେବାକୁ ତତ୍ପର ହୁଅନ୍ତି ଆଉ ଯେଉଁମାନେ ପଇସା ନେବାକୁ ତତ୍ପର ହୁଅନ୍ତି, ଏସବୁ ସେବାର ମୂଲ୍ୟ ନୁହେଁ। ସେବାର ପ୍ରକୃତ ଅର୍ଥ ଜାଣନ୍ତୁ ଆଜି। ମାତା ପିତା ଗୁରୁଙ୍କ ପାଇଁ କର୍ତ୍ତବ୍ୟ ହୋଇଥାଏ, ଧର୍ମ ହୋଇଥାଏ। ପିଲା ଛୁଆଙ୍କ ପ୍ରତି କର୍ତ୍ତବ୍ୟ ହୋଇଥାଏ। ଗୁରୁଙ୍କ ଦକ୍ଷିଣା ଆପଣ ଦେଇପାରିବେନି। ଗୁରୁଙ୍କର କର୍ତ୍ତବ୍ୟ ହେଉଛି ସମସ୍ତଙ୍କୁ ଶିଖେଇବା। ଭଗବତ ଗୀତା ଶ୍ରୀକୃଷ୍ଣ ଭଗବାନଙ୍କର, ଆପଣ ପଢ଼ନ୍ତୁ। ସେ ସଭା ଶେଷରେ ଏଇ ଜିନିଷ କହିଥିଲେ ଅର୍ଜୁନଙ୍କୁ କି ଯଥେଚ୍ଛସି ତଥା କୁରୁ, ତୁମକୁ ଯାହା ଇଚ୍ଛା ତୁମେ ସେୟା କର। ଅର୍ଜୁନଙ୍କୁ ସେ ଆତ୍ମଜ୍ଞାନ ବିଷୟରେ ଜଣେଇଲେ, ବ୍ରହ୍ମଜ୍ଞାନ ବିଷୟରେ ଜଣେଇଲେ, କିନ୍ତୁ ଯେତେବେଳେ ତାଙ୍କର ମୃତ୍ୟୁ ହୋଇଗଲା ପୁଅଙ୍କର, ଅଭିମନ୍ୟୁଙ୍କର, ସେତେବେଳେ ସେ କାନ୍ଦିଥିଲେ। ତାହେଲେ କ'ଣ ସେ ପ୍ରକୃତ ଆତ୍ମଜ୍ଞାନୀ? ଆତ୍ମାର କ'ଣ କେବେ ମୃତ୍ୟୁ ହୋଇଥାଏ ଯାହା ପାଇଁ ଆପଣ କାନ୍ଦିବେ? ଜ୍ଞାନକୁ ଆପଣ ଜୀବନରେ ଆଣନ୍ତୁ, ତା ପାଇଁ ଶକ୍ତି ଧ୍ୟାନ ଦେବ, ଧ୍ୟାନରୁ ଆପଣ ସେଇ ଶକ୍ତି ପାଇବେ। ପ୍ରକୃତ ଜ୍ଞାନକୁ ଆପଣ ଆତ୍ମସାତ କରିପାରିବେ। ନହେଲେ ଯାହା କିଛି ଶୁଣୁଛନ୍ତି ତାହା କେବେ ହେଲେ ନିଜ ଭିତରେ ପ୍ରବେଶ ହିଁ କରିବନି। ସମସ୍ତେ ନିଜ ନିଜ ଗୁଣ ଅନୁସାରେ ଚାଲିଥାନ୍ତି। ସାଧନା ଦ୍ୱାରା, ଧ୍ୟାନ ଦ୍ୱାରା ହିଁ ନିଜର ଗୁଣ ପରିବର୍ତ୍ତନ ହୋଇଥାଏ।
ଶ୍ରୀକୃଷ୍ଣ ଜାଣିଥିଲେ ତାଙ୍କୁ ଅର୍ଜୁନଙ୍କୁ ଧ୍ୟାନ ସାଧନା ଦରକାର। ସବୁ ଜାଣିକରି ମଧ୍ୟ ତାଙ୍କ ନିଜ ଗୁଣକୁ ପରିବର୍ତ୍ତନ କରିପାରୁନଥିଲେ। ଯଥେଚ୍ଛସି ତଥା କୁରୁ। ସବୁ କିଛି ଆପଣ ଜାଣିନେଲେ। ପତ୍ରିଜୀଙ୍କର ମେନ୍ କନସେପ୍ଟ ସବୁ ମୁଖ୍ୟ ଜିନିଷ ଏ 40 ଦିନରେ ଆପଣ ଶ୍ରବଣ କଲେ। କିନ୍ତୁ ଏବେ ଆପଣ ନିଜ ଉପରେ ସେ ଜିନିଷ ଡିପେଣ୍ଡ କରେ କି ଆପଣ ତାକୁ କେଉଁପରି ଏଇ ଗୋଟେ ଶବ୍ଦକୁ, ଏଇ ଗୋଟେ ଲାଇନକୁ ଆପଣ କାର୍ଯ୍ୟକାରୀ କରୁଛନ୍ତି, ନା କେବଳ ଶୁଣି ରହିଯାଉଛନ୍ତି। ଏବେ ଧ୍ୟାନରେ ଆଗକୁ ଯିବା, କଣ କରିବା, ଏସବୁ ଆପଣଙ୍କ ଉପରେ ନିର୍ଭର କରେ। ଏଇ ଜିନିଷ ହିଁ ଶ୍ରୀକୃଷ୍ଣଙ୍କର ବାଣୀ ଥିଲା। ସମସ୍ତ ଯୋଗେଶ୍ୱରଙ୍କର ଏଇ ଗୋଟିଏ ବାଣୀ। ଶ୍ରୀକୃଷ୍ଣ ବହୁତ ସେବା କରିଥିଲେ। ଗୋପିକା ତାଙ୍କର ଥିଲେ, ସେ ସେମାନଙ୍କୁ ଧ୍ୟାନ ଶିଖେଇଥିଲେ। କିନ୍ତୁ ଆମକୁ ସେ ଜିନିଷ ଜଣା ନାହିଁ। ଆମେ ଭାବୁଛେ ଯେ ସେମାନଙ୍କ ସହିତ ସେ ରାସଲୀଳା କରୁଥିଲେ। ଗୋପିକା ମାନେ ପୂର୍ବ ଜନ୍ମରେ ମୁନି ଥିଲେ, ମାନେ ମୌନ ଥିଲେ, ଋଷି ଥିଲେ। ସେମାନେ ହିଁ ଗୋପିକା ରୂପେ ଜନ୍ମ ନେଇଛନ୍ତି। ଶ୍ରୀକୃଷ୍ଣ କୁ ଗୋପାଳ କୁହନ୍ତି। ଗୋପାଳ ଅର୍ଥ ନିଜର ସବୁ ଇନ୍ଦ୍ରିୟକୁ ଯିଏ ନିଜ ବଶରେ କରିଥାନ୍ତି। ଗୋପିକା ଯିଏ ଇନ୍ଦ୍ରିୟକୁ ବଶରେ ରଖିବା ପାଇଁ ସାଧନାରେ ଲାଗିଯାଆନ୍ତି, ସେମାନଙ୍କୁ ଗୋପିକା କୁହନ୍ତି। ସମସ୍ତ ଗୋପିକା ଶ୍ରୀକୃଷ୍ଣଙ୍କ ସହ, ଆତ୍ମା ସହ ଧ୍ୟାନରେ ସାଧନାରେ ରହିବାକୁ ଚାହିଁଥାନ୍ତି। ଗୋପୀ ଜଣ ଥରେ, କେତେ ଜଣ ଗୋପୀ ମିଶିକି ଯାଉଥିଲେ ଦୁର୍ବାସା ଋଷିଙ୍କ ପାଖକୁ। ବାଟରେ ନଦୀ ପଡିଥିଲା। ସେ ଯେତେବେଳେ ନଦୀ ପାର ହେବାକୁ ଯାଉଥିଲେ, ନଦୀର ସ୍ରୋତ ବଢି ଯାଇଥିଲା। ସମସ୍ତେ ରହିଗଲେ, ଆଉ କୃଷ୍ଣଙ୍କ ପାଖକୁ ଗଲେ କି ଆମେ କେମିତି ଦୁର୍ବାସା ଋଷିଙ୍କ ପାଖକୁ ଖାଇବାକୁ ନେଇକି ଯିବୁ। ବହୁତ ସାରା ଖାଇବା ବି ନେଇକି ଯାଇଥିଲେ, ରଖିଥିଲେ ପାଖରେ। କୃଷ୍ଣ କହିଲେ ନଦୀକୁ କୁହ, ଯମୁନାକୁ, ଯଦି କୃଷ୍ଣ ବାଳ ବ୍ରହ୍ମଚାରୀ, ତାହେଲେ ହେ ନଦୀ ମତେ ରାସ୍ତା ଦିଅ। ସେମାନେ ସମସ୍ତେ ଆରେ ବାଳ ବ୍ରହ୍ମଚାରୀ ଏସବୁ କଣ? ସେ ତଥାପି ଯାଇ କହିଥିଲେ, କିଛି ଉପାୟ ନ ପାଇ। ଆଉ ସଙ୍ଗେ ସଙ୍ଗେ ନଦୀ ରାସ୍ତା ଦେଇଦେଲା। ସବୁ ଜିନିଷ ଯାହା ଖାଇବା ନେଇକି ଯାଇଥିଲେ, ଦୁର୍ବାସା ଋଷି ତାଙ୍କ ଆଗରେ ସବୁ ଜିନିଷ ଖାଇଲେ। ଆଉ ଯେତେବେଳେ ସେ ଫେରନ୍ତି, ପୁଣି ନଦୀର ବଢି ଥିଲା। ଦୁର୍ବାସା କହିଲେ, ଯାଅ କହିବ, ଯଦି ଦୁର୍ବାସା କେବେ ଖାଇ ନଥାନ୍ତି ନିରାହାରୀ, ତାହେଲେ ହେ ନଦୀ ମତେ ରାସ୍ତା ଦିଅ। ସାଙ୍ଗେ ସାଙ୍ଗେ, ଆରେ ଆମ ଆଖି ଆଗରେ ସେ ସବୁ ଜିନିଷ ଖାଇଲେ, ଆଉ କିଛି ଖାଆନ୍ତିନି। ଏଇ ଜିନିଷ ସେ ଆସି କୃଷ୍ଣଙ୍କୁ ପଚାରିଲେ। ପ୍ରଥମ ଜିନିଷର ମହତ୍ଵ କଣ, ଦ୍ଵିତୀୟ ଜିନିଷର ମହତ୍ଵ କଣ?
କୃଷ୍ଣ ତାଙ୍କୁ କହିଥିଲେ ବ୍ରହ୍ମଚାରୀ ଅର୍ଥାତ୍ ବ୍ରହ୍ମଜ୍ଞାନୀ, ଯିଏ ସବୁ ସମୟରେ ବ୍ରହ୍ମ ଭାବରେ ରୁହନ୍ତି, ସେ ହିଁ କେବଳ ବ୍ରହ୍ମଜ୍ଞାନୀ। ଯିଏ କିଛି କ୍ଷଣ ବ୍ରହ୍ମ ଭାବରେ ଆଉ କିଛି କ୍ଷଣ ଶରୀର ଭାବରେ ରୁହନ୍ତି, ସେମାନେ ବ୍ରହ୍ମଚାରୀ ନୁହନ୍ତି, ସେମାନେ ବ୍ରହ୍ମଜ୍ଞାନୀ ନୁହନ୍ତି। କୃଷ୍ଣ ସବୁ କ୍ଷଣରେ ସବୁ ସମୟରେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ବ୍ରହ୍ମ ଭାବରେ ଥିଲେ, ବ୍ରହ୍ମ ଜ୍ଞାନରେ ଥିଲେ, ସେଥିପାଇଁ ସେ ବ୍ରହ୍ମଚାରୀ। ଦୁର୍ବାସା ସବୁ ଖାଇ ମଧ୍ୟ ନିରାହାରୀ, ଆତ୍ମାକୁ ଭୋଜନ ସେଇଟା ନୁହେଁ, ଏଟା ଶରୀରର ଭୋଜନ। ଦୁର୍ବାସାଙ୍କର ସମସ୍ତେ ଜାଣନ୍ତି ଯେ ନାକ ଅଗରେ ରାଗ ଥାଏ, କିନ୍ତୁ ତାହା ପ୍ରକୃତ ରାଗ ନଥାଏ, କାରଣ ସେ ଶରୀରରୁ ଉପରକୁ ଉଠି ଯାଇଛନ୍ତି, ଶରୀର ସ୍ତରରୁ ଆତ୍ମା ସ୍ତରକୁ ଆସି ଯାଇଛନ୍ତି। ଆମର ପତ୍ରୀଜୀ ମଧ୍ୟ ସେହିପରି ବହୁତ କିଛି କୁହନ୍ତି, କେତେବେଳେ ରାଗି ଯାଆନ୍ତି, କିନ୍ତୁ ତାର ଗୋଟେ କ୍ଷଣରେ ସେ ଶାନ୍ତ ହେଇଯାଆନ୍ତି, କାରଣ ସେ ନାଟକ କରିଥାନ୍ତି, ଆକ୍ଟିଂ କରିଥାନ୍ତି ସବୁବେଳେ। କଣ ପାଇଁ? ସେ ରାଗ ସେତିକିବେଳେ ରାଗିଥାନ୍ତି ଯେତେବେଳେ ତା ଦ୍ୱାରା ଅନ୍ୟର ଡେଭଲପମେଣ୍ଟ ହୁଏ, ସାଙ୍ଗେ ସାଙ୍ଗେ ସେଇ ଜିନିଷରେ ହୁଏ। ସମସ୍ତଙ୍କର ଲୋକଙ୍କର କଲ୍ୟାଣ ପାଇଁ ସେ ରାଗିଥାନ୍ତି। ତାଙ୍କ ଇମୋସନ ତାଙ୍କ କଣ୍ଟ୍ରୋଲରେ ରହିଥାଏ, ଶିବଙ୍କର ମଧ୍ୟ। ସେଥିପାଇଁ ନିଜ ଇମୋସନକୁ କଣ୍ଟ୍ରୋଲରେ ରଖି ଶିଖନ୍ତୁ। ମଦର ଟେରେସା ଲୋକ ସେବା କରିଥିଲେ, ସେବା ପାଇଁ ସମସ୍ତଙ୍କ ଜୀବନରେ ଦିନେ ନା ଦିନେ ଚ୍ୟାଲେଞ୍ଜ ଆସିବ, କିନ୍ତୁ ସବୁ ଚ୍ୟାଲେଞ୍ଜକୁ ଫେସ୍ କରି ସେବା କାମରେ ଯିଏ ଲାଗି ରହିଥାଏ, ସେ ହିଁ ପ୍ରକୃତ ସେବାର ଚକ୍ରବର୍ତ୍ତୀ ଥାଏ। ମହାତ୍ମା ଗାନ୍ଧୀ ନିଜ ପରିବାରକୁ ଭୁଲି ଯାଇଥିଲେ, କେହି ଆପଣ ଜାଣିନାହାନ୍ତି ତାଙ୍କ ପୁତ୍ର କିଏ, ତାଙ୍କ ସ୍ତ୍ରୀଙ୍କ ବିଷୟରେ, ସେ ସବୁ ନିଜ ପରିବାରକୁ ଜଳାଞ୍ଜଳି ଦେଇଥିଲେ, ସେବା ପାଇଁ ନିଜକୁ ସମର୍ପି ଦେଇଥିଲେ। 3 ପ୍ରକାରର ସେବା ଥାଏ, ସେବାର ସ୍ତର ଥାଏ। ପ୍ରଥମ ହେଉଛି ସେବାର ଉଦୟ, ଅଙ୍କୁରଣ। ନିଜ ପରିବାରରେ ରହି ନିଜର ଜବ୍ କରି ବାକି ସମୟରେ ଅନ୍ୟର ସେବା କରିଥାନ୍ତି। ସାମାଜିକ ସେବା ପାଇଁ ଜଣେ ଜଣେ ସବୁ କିଛି ଛାଡ଼ି ଦିଅନ୍ତି, ଯେମିତି ବୃକ୍ଷରୋପଣ କରିବା, ରକ୍ତଦାନ କରିବା, ବିକଳାଙ୍କ ସେବା କରିବା, ଏସବୁ ସେବାର ହେଉଛି ପ୍ରଥମ ଷ୍ଟେଜ, ଅଙ୍କୁରଣ। ଦ୍ୱିତୀୟ ଷ୍ଟେଜରେ ସେବା ତତ୍ପରତା, ସେବା କରିବାର ଅଛି, ସେଥିପାଇଁ ସେ ସବୁବେଳେ ତତ୍ପର ହୋଇଥାନ୍ତି। ସମସ୍ତ ନିଜର ଖୁସିକୁ ସେମାନେ ଗୋଟେ ପାର୍ଶ୍ୱରେ ରଖିଦିଅନ୍ତି, ଅନ୍ୟର ସେବାରେ ଲାଗିଥାନ୍ତି। ଦ୍ୱିତୀୟ ସ୍ତରରେ। ତୃତୀୟ ସ୍ତରରେ ହେଉଛି ସେବା ଚକ୍ରବର୍ତ୍ତୀ, ଯେମିତି ମଦର ଟେରେସା, ମହାତ୍ମା ଗାନ୍ଧୀ। 24 ଘଣ୍ଟା ସେମାନେ ସେବାରେ ଲଗେଇ ଦିଅନ୍ତି ନିଜର। ସେମାନେ ଏଇଥିପାଇଁ ହିଁ ପୃଥିବୀକୁ ଆସିଥାନ୍ତି, ଅବତାର। ଗୋଟିଏ ସ୍ଥିତିରେ ସେ 24 ଘଣ୍ଟା ରହନ୍ତି, ସେମାନେ ହିଁ ସେବା ଚକ୍ରବର୍ତ୍ତୀ ହୁଅନ୍ତି। ସେବା ସମସ୍ତଙ୍କୁ ସାଙ୍ଗେ ସାଙ୍ଗେ ଆସିନଥାଏ, ଆତ୍ମା 300 ଜନ୍ମ ନିଏ, ତାପରେ ଯାଇ ସେବା ଭାବ ଉଦୟ ହୋଇଥାଏ। ନହେଲେ ସେ ଆତ୍ମା ସବୁବେଳେ ପରିବାର, ସମ୍ପତ୍ତି ଏସବୁକୁ ମୋର ମୋର କରି ରହିଥାଏ, ମୁଁ ଭାବରେ ରହିଥାଏ, ମୁଁ ଆଉ ମୋର এই ସଂସାରରେ ହିଁ ରହିଥାଏ। ଯେତେବେଳେ ଆତ୍ମା ତମ ଗୁଣର ଯୋଉ ଗୁଣରୁ ସାତ୍ଵିକ ଗୁଣରେ ପ୍ରବେଶ କରେ,
ବିଶୁଦ୍ଧି ଚକ୍ରକୁ ଆସିଥାଏ। ସେହି ସମୟରେ ହିଁ ତାର ସେବାର ବୀଜ, ସେବାର ଆରମ୍ଭ ହୋଇଥାଏ। ବେବି ସୋଲ୍, ୟଙ୍ଗ ସୋଲ୍, ମାଚ୍ୟୁର ସୋଲ୍ ରହିବା ପର୍ଯ୍ୟନ୍ତ ସେବା କରିନଥାଏ। ଓଲ୍ଡ ସୋଲ୍ ହେଲା ପରେ ଯାଇ ସେ ସେବା କରିଥାଏ। ସେବାରେ ତାର ମନ ଲାଗିଥାଏ। ଫାର୍ଷ୍ଟ ଷ୍ଟେଜ୍ ହେଉଛି ସେବାର ଅଙ୍କୁରଣ, ଉଦୟ। ସେକେଣ୍ଡ ଷ୍ଟେଜ୍ ହେଉଛି ସେବାରେ ତତ୍ପରତା। ଥାର୍ଡ ଷ୍ଟେଜ୍ ହେଉଛି ସେବା ଚକ୍ରବର୍ତ୍ତୀ। ଏ ତିନୋଟି ଷ୍ଟେଜ୍ ସଂସାର କ୍ଷେତ୍ରରେ, ସେହିପରି ଆଧ୍ୟାତ୍ମିକ କ୍ଷେତ୍ରରେ ମଧ୍ୟ। ଫାର୍ଷ୍ଟ ଷ୍ଟେଜ୍ ରହୁଛି ନିଜର ପରିବାରକୁ ଦେଖି, ନିଜ ଜବ୍କୁ ଦେଖି ଖାଲି ସମୟରେ ସେବା କରିବା। ସେକେଣ୍ଡ ଷ୍ଟେଜ୍ ହେଉଛି ସେବା ପାଇଁ ସବୁବେଳେ ତତ୍ପର ରହିବା, ସବୁ ଛାଡ଼ି ଦେଇପାରିବା। ସେହିପରି ଥାର୍ଡ ଷ୍ଟେଜ୍ ରହୁଛି ଲୋକ କଲ୍ୟାଣ ପାଇଁ 24 ଘଣ୍ଟା ଲାଗିବା। ଏହିପରି ସେବା ଚକ୍ରବର୍ତ୍ତୀ ମଦର ଟେରେସା ଥିଲେ। କିନ୍ତୁ ଏମାନେ ସମସ୍ତେ ଶରୀର ସ୍ତରରେ ସେବା କରିଥିଲେ। ଯେମିତି ପୋଷାକକୁ ଧୋଇବା, ଡ୍ରେସ୍କୁ, ସେହିପରି ସେମାନେ ଶରୀର ସ୍ତରରେ ସବୁ କିଛି ସେବା କରିଥିଲେ। ଏହା ହେଉଛି ସାଂସାରିକ ସେବା। ଅନ୍ନଦାନ, ରକ୍ତଦାନ, ଏସବୁ ସାଂସାରିକ ସେବା। ଦ୍ୱିତୀୟ ସ୍ତର ହେଉଛି ଆଧ୍ୟାତ୍ମିକ ସେବା, ଆତ୍ମାର ସେବା। ଯୀଶୁ ଖ୍ରୀଷ୍ଟ, ମହାବୀର, ବୁଦ୍ଧଙ୍କ ପରି ସେବା, ତାହା ହେଉଛି ଆଧ୍ୟାତ୍ମିକ ସେବା, ଆତ୍ମାର ସେବା। ତାଙ୍କ ପାଇଁ ମନ୍ଦିର ହୋଇଛି, କିନ୍ତୁ ମହାତ୍ମା ଗାନ୍ଧୀ, ମଦର ଟେରେସା ଏମାନଙ୍କ ପାଇଁ କଣ ମନ୍ଦିର ହୋଇଛି? ଏମାନେ ଆତ୍ମାର ସେବା କରିଛନ୍ତି। ଧ୍ୟାନ ଆଉ ଜ୍ଞାନକୁ ଲୋକଙ୍କ ପାଖକୁ ପହଞ୍ଚେଇଛନ୍ତି। ସହସ୍ରାର ସ୍ଥିତିରେ ସେମାନେ ରହିଛନ୍ତି। ଶରୀରର ସେବା ବିଶୁଦ୍ଧି ଚକ୍ର ସ୍ଥିତିର ମାଷ୍ଟର୍ସ ମାନଙ୍କ କାମ। 50 ଜନ୍ମ ଲାଗିଥାଏ ଆଧ୍ୟାତ୍ମିକ ସେବାରେ, ସହସ୍ରାର ସ୍ଥିତିରେ ସେବା କରିବାକୁ। ଆପଣ କେଉଁ ସ୍ତରରେ ସେବା କରିବାକୁ ଚାହୁଁଛନ୍ତି, ଆପଣଙ୍କ ଉପରେ ନିର୍ଭର କରେ। ସହସ୍ରାର ସ୍ଥିତିରେ ସେବା କରନ୍ତୁ। ଶରୀରର ସେବା ପୃଥିବୀର ହେଲେ ଆତ୍ମାର ସେବା ଆକାଶ ସ୍ତରର। ଦି ଯାକରେ ଅନ୍ତର ରହିଛି। ମହାତ୍ମା ଗାନ୍ଧୀ ଯେତେବେଳେ ଉପରକୁ ଯାଇଥିଲେ, ସେତେବେଳେ ନିଜ ଜୀବନକୁ ଦେଖି ସେ କାନ୍ଦିଥିଲେ କି ମୁଁ ଆତ୍ମାର ସେବା କରିପାରିଲିନି, ବୁଦ୍ଧଙ୍କ ପରି ହୋଇପାରିଲିନି। ଶରୀରର ସେବାରେ ପୁରା ଜୀବନ ଲଗେଇଥିଲେ, କିନ୍ତୁ ବୁଦ୍ଧ ଆତ୍ମାର ସେବା କରିଥିଲେ। ସ୍ୱାଧ୍ୟାୟ କରନ୍ତୁ। ସ୍ୱାମୀ ରାମ, ଯୋଗାନନ୍ଦ ପରମହଂସ, ଆନି ବେସାନ୍ତ, ଲୋପସାଙ୍ଗ ରାମ୍ପା, ଏମାନଙ୍କ ପୁସ୍ତକ ପଢ଼ନ୍ତୁ। ବହୁତ ଜିନିଷ ଜାଣିବେ ଆପଣ। ସ୍ୱାମୀ ରାମ ଯେତେବେଳେ ଛୋଟବେଳେ ତାଙ୍କ ଗୁରୁଙ୍କ ପାଖରେ ଥିଲେ, ସେ ମଧ୍ୟ ତାଙ୍କୁ ଶ୍ୱାସ ସାଧନାରେ ବ୍ରତ କରେଇଥିଲେ। ସେ ତ 1940 ମସିହାରେ ଗୁରୁଙ୍କ ପାଖରେ ଥିଲେ, ଯେତେବେଳେ କି ସ୍ୱାଧୀନତା ସଂଗ୍ରାମ ଚାଲିଥିଲା, ମୁକ୍ତି ପାଇଁ ଲଢୁଥିଲା। ସ୍ୱାମୀ ରାମଙ୍କର ସେତେବେଳେ 18 ବର୍ଷ ବୟସ ହେଇଥିଲା, କିନ୍ତୁ ତାଙ୍କୁ ଗୁରୁ କେବେ କହିନଥିଲେ ଯାଅ ସ୍ୱାଧୀନତା ସଂଗ୍ରାମରେ ଲାଗ, ଧ୍ୟାନ କର, ଶ୍ୱାସକୁ ଦେଖ। ସେ ଧ୍ୟାନ କରିଥିଲେ, ଆଉ ସେ ବଡ଼ ହେଇ ହିମାଳୟ ଇନଷ୍ଟିଚ୍ୟୁଟରେ ତାଙ୍କର ଆଶ୍ରମ ସ୍ଥାପନା କରିଥିଲେ, ସମସ୍ତଙ୍କୁ ଧ୍ୟାନ ଶିଖେଇଥିଲେ। ଆଧ୍ୟାତ୍ମିକ ସେବା ସବୁଠୁ ମହାନ ହୋଇଥାଏ। ମହାତ୍ମା ଗାନ୍ଧୀ ପ୍ରାପଞ୍ଚିକ ସେବା, ସାଂସାରିକ ସେବାର ଚକ୍ରବର୍ତ୍ତୀ ହେଲେ। ସ୍ୱାମୀ ରାମ, ମିଲାରେପ୍ପା, ପତ୍ରିଜୀ, କୃଷ୍ଣ, ବୁଦ୍ଧ, ଏମାନେ ଆଧ୍ୟାତ୍ମିକ ସେବାର ଚକ୍ରବର୍ତ୍ତୀ।
ଧ୍ୟାନ କରିବା ସହ ଧ୍ୟାନ ସେବା କରନ୍ତୁ, ଧ୍ୟାନ ଶିଖାନ୍ତୁ। ତାହେଲେ ଯାଇ ଆପଣ ସେ ତୃପ୍ତିକୁ ପାଇବେ, ଯାହା ଜଣକୁ ଆତ୍ମଜ୍ଞାନୀ କରିବାରେ, ଧ୍ୟାନକୁ ଶିଖେଇବାରେ ଯୋଉ ତୃପ୍ତି ମିଳିଥାଏ। ଯୋଗ ପରମ୍ପରାରେ ମଧ୍ୟ ପାର୍ଟ 1ରେ ପ୍ରଥମ ଷ୍ଟେଜରେ ଯଦି ପ୍ରାପଞ୍ଚିକ ସେବା ମହତ୍ଵ ଥିଲା, ତ ପାର୍ଟ 2ରେ ଆଧ୍ୟାତ୍ମିକ ସେବା ଥିଲା। ପିରାମିଡ ମାଷ୍ଟର୍ସ ମାନେ ହାଇ ଲେଭେଲର ସୋଲ୍ ଥାନ୍ତି। ପିରାମିଡ ନିର୍ମାଣ କରିବା, ଲୋକଙ୍କ ପାଖକୁ ପହଞ୍ଚେଇବା, ପିରାମିଡ ଆଉ ଧ୍ୟାନକୁ ଆଉ ଜ୍ଞାନକୁ, ଏ ସବୁଠୁ ମହତ୍ ସେବା। ଆତ୍ମା ସ୍ତରରେ ତୁମେ ଅନ୍ୟକୁ ଗୁରୁ କରନ୍ତୁ, ନିଜେ ଗୁରୁ ହୋଇ ଅନ୍ୟକୁ ଗୁରୁ ବନାନ୍ତୁ। ଯେମିତି ଅନ୍ୟ ଜଣେ ମଧ୍ୟ ଶହ ଶହ ଲୋକଙ୍କୁ ଶିଖେଇ ପାରିବେ, ସେହିପରି ବନାନ୍ତୁ। ସେଥିପାଇଁ ମିଲାରେପ୍ପା ତାଙ୍କ ଗୁରୁ ମଧ୍ୟ ମାର୍ପା ତାଙ୍କୁ ଶୁଦ୍ଧ କରିଥିଲେ ଭିତରୁ। ତାଙ୍କ ଜୀବନ ସାର୍ଥକ ହେଇଯାଇଥିଲା। ରାମକୃଷ୍ଣ ପରମହଂସ ବିବେକାନନ୍ଦଙ୍କ ପରି ଗୁରୁ ବନେଇଥିଲେ। ଗାଁ ଗାଁରେ, ସହର ସହରରେ ଆପଣ ମଧ୍ୟ ଶିଖାନ୍ତୁ। ଏହା ହେଉଛି ପ୍ରକୃତ ଆଧ୍ୟାତ୍ମିକ ସେବା। ଶେଷ ଶ୍ୱାସ ପର୍ଯ୍ୟନ୍ତ ଯୋଗୀ ହୁଅନ୍ତୁ, ଯୋଗୀଶ୍ୱର ହୁଅନ୍ତୁ। ତାପରେ ଆଉ ଆଧ୍ୟାତ୍ମିକ ସେବା ପରେ ପୁନର୍ଜନ୍ମ ନଥାଏ। ବ୍ରହ୍ମରନ୍ଧ୍ର ଥ୍ରୋରେ ଆତ୍ମା ଚାଲିଯାଏ। ବ୍ରହ୍ମରନ୍ଧ୍ର ଫାଟିକି ଉପରକୁ ଚାଲିଯାଏ। ସମସ୍ତ କୋଟି କୋଟି ଦେବୀ ଦେବତା ମାନେ, ଆଞ୍ଜେଲ ମାନେ ଆପଣଙ୍କ ପାଖକୁ ଆସିଯାଆନ୍ତି। ଗୌତମ ବୁଦ୍ଧଙ୍କର ଯେତେବେଳେ ପରିନିର୍ବାଣ ହୋଇଥିଲା, ପୁରା ଗାଲାକ୍ସିର ଆଞ୍ଜେଲ୍ସ ମାଷ୍ଟର୍ସ ମାନେ ଆସିଥିଲେ। ମହାପରିନିର୍ବାଣ ସ୍ଥିତିକୁ ସେ ପାଇଥିଲେ। ଆହାର, ନିଦ୍ରା, ଭୟ, ମୈଥୁନ, ଏଇ ଚାରିଟା ଜିନିଷ ମନୁଷ୍ୟ ଆଉ ପଶୁମାନଙ୍କ ମଧ୍ୟରେ ସମାନ। କେବଳ ଜଣେ ଆତ୍ମଜ୍ଞାନୀ, ବ୍ରହ୍ମଜ୍ଞାନୀ, ଆଧ୍ୟାତ୍ମିକ ସେବାରେ ଯିଏ ଅର୍ପଣ କରିଛି ନିଜକୁ, ଏ ଜିନିଷ ମନୁଷ୍ୟକୁ ମାଧବ, ପରମାତ୍ମା ବନେଇଥାଏ। ସେବା ସେବା ଅତ୍ରେଜୀ 30 ବର୍ଷ ହେଲା ଲୋକ କଲ୍ୟାଣ ପାଇଁ ଆଧ୍ୟାତ୍ମିକ ସେବା କରିଚାଲିଛନ୍ତି। ବୁଦ୍ଧ, ଜୀବନ୍ତ ବୁଦ୍ଧ ସେ। ଆପଣ କିନ୍ତୁ ସଂସାରରେ ରହି ମଧ୍ୟ ସେବା କରନ୍ତୁ। ପତ୍ରିଜୀ କହିଛନ୍ତି ସଂସାର ଛାଡିବା ଦରକାର ନାହିଁ। ସେ ଯେମିତି ଘର ଛାଡିକି ସେବା କରୁଛନ୍ତି, ଏତେ ଜିନିଷ କରିବା ଦରକାର ନାହିଁ। ସବୁ ରହି, ସବୁ କର୍ମ କରି ଆପଣ ସେବା କରନ୍ତୁ। ସେବାରେ ନିଜକୁ ଲଗାନ୍ତୁ, ନିଶ୍ଚୟ ସଫଳ ହେବେ। ସେବାର ଅଙ୍କୁରଣ, ସେବାର ତତ୍ପରତା, ସେବାର ଚକ୍ରବର୍ତ୍ତୀ ମହାବୀର, ଯୀଶୁଖ୍ରୀଷ୍ଟ, କୃଷ୍ଣ, ଏମାନେ ସମସ୍ତେ ସହସ୍ରାର ଚକ୍ରର ପ୍ରତୀକ। ଆମକୁ ନିଜକୁ ନିର୍ଣ୍ଣୟ କରିବାକୁ ପଡିବ, ଆମେ କଣ କରିବାକୁ ଚାହୁଁଛନ୍ତି। ଧ୍ୟାନ ଶିଖେଇଲେ ଆତ୍ମଜ୍ଞାନୀ ବନେଇବେ, ନିର୍ବାଣ ସ୍ଥିତିରେ ପହଞ୍ଚେଇବେ। ସେବା ବିଷୟରେ ଜଣେଇବେ, ସେବା ଅନୁସାରେ କର୍ମ କରିବେ, ନିଜ ଲକ୍ଷ୍ୟକୁ ପ୍ରାପ୍ତ ହେବେ, ନିଷ୍କାମ କର୍ମ କରିବେ।
निष्काम कर्म द्वारा जहाँ भी किछि करथांती ताहा सेवारे जाइथाए, बिना फल इच्छारे। आध्यात्मिक सेवार परिणाम कोटि कोटि गुण अधिक होइथाए। जेतବେଳେ आस्ट्राल मास्टर्स पाखक जिबे आपणक सेवारे कि प्रकार इंटेंशन अछि से सबु आस्ट्राल मास्टर्स को पाखरे आकाशिक रेकर्ड रे आपणकर रही थाए। को हिसाब को भाव रे आपण देउछंती, केवल निज प्राप्तिर भाव रे देउछंती कि अप्राप्तिर भाव रे, कि मोर किछि निज स्वार्थ नाही, ए जिनस देले मोर उन्नति हेबो, एपरि नुहे। निष्काम भाव रे देवा होछि प्रकृत देवा, प्रकृत सेवा। सबु थॉट रेकॉर्ड हेकि रही थाए आकाशिक रेकॉर्ड रे। सेतिपाई जहाँ भी करंतु निष्काम भाव रे करंतु। KEMT प्रिंसिपल, नॉलेज, एनर्जी, मनी, टाइम, जहाँ आपण पाखरे अछि चारटी भितर दियंतु। ज्ञान, ऊर्जा, पैसा किंबा समय। प्राय व्यक्ति मानकर ए चारोटी भितर दुईटी रही थाए। पत्रीजी पाखरे समय, ऊर्जा, ज्ञान से समस्त को देथिले, बाकी पैसा तांको पाखकु आस्थिला। जहाँ आपण पाखरे अछि ताहा दियंतु। जदि धन अछि ताको पिरामिड बनेबारे, पिरामिड सब्सक्रिप्शन करेबारे, पिरामिड मैगजीन को अन्य मानव पाखकु पैम्पलेट द्वारा ध्यान को प्रचार करिवारे, जदि टेक्नोलोजी रो ज्ञान अछि से हिसाब रे परदा पछर रही सब काम करिवारे लगांतु। कौनसी भी आपण सेवा करि परिबे। जदि गोटे पिरामिड बनेले ताहले बहुत लोक लाभान्वित हेबे ता द्वारा। ध्यान स्थिति को अंतिम स्तर को जाई परिबे। ज्ञान सेवा जदि अछि, ज्ञान सेवा दियंतु। सहस्रार स्तर रे आपण पहुंचीबे। जदि फिजिकल स्ट्रेंथ अछि ताहले ध्यानी मानको जो क्लास रे अरेंजमेंट होछि सेठी निज शक्तिर प्रयोग करंतु, खाइबा दियंतु। बुद्धि अच्छी पुस्तक को ट्रांसलेट करंतु। भाषा अन्य भाषा सब चेंज करंतु। जहाँ आपणक पाखरे अछि आपण से जिंस यदि देबे, जहाँ आपणकर पाखरे नाही से जिंस आपे आपे आसीबो। किंतु से जिंस आसीबा आशा रे कोनोसी कर्म करंतु। हमर PMC ओडिया को लोक मानक पाखक पहुंचांतु। ओडिशा वासी मानक पाखक पहुंचांतु। से माने ज्ञान को जानी पारिबे, निज जीवन को सुधारी पारिबे। बहुत किछि आपण करि पारिबे। PMC हिंदी को समस्त PMC चैनल को सब्सक्राइब करि पारिबे। ये जो भाषा जानी छी लोक माननको से जिंस रे जणेवा पाई मध्य आपण अंश होई पारिबे। बार बार सुनंतु पत्रीजींकर एते सुंदर ज्ञान, एते सुंदर तांकर चेतनारू जहाँ आसीची। आपण निजे अलगा स्तर निजको पाइबे जिते थर शुणिबे ताकू।
बुद्धि ज्ञान ହେଉଛି अंतिम। लास्ट 2 मिनिट। आध्यात्मिक सेवा सर्वोत्कृष्ट सेवा। निज जीवन को सेहीपरि आपण बनातु। लास्ट 1 मिनिट। लास्ट 20 सेकेंड। टेन सेकेंड। 5 सेकेंड। 4 3 2 1 0। दुई हाथ को आखि पाखक नहीं आसतु। निज समय नहीं ध्यान रू बाहर को आसपारे। थैंक यू श्वेता। थैंक यू श्वेता, थैंक यू। थैंक यू वेरी मच। थैंक यू। मंगला जी ने केक, मंगला जी ने आज का सेलिब्रेशन के लिए केक बनाया है। मंगला जी पहले केक काटेंगे। पक्का पक्का, मैं बाहर जा रही हूँ। उसका बाद में आज निर्मला जी ने श्वेता के ऊपर में एक छोटा सा पोइट्री लिखा है, वो पोइट्री सुनेंगे, फिर हम अपने एक्सपीरियंस शेयर करेंगे। यस। मंगला जी बेकरी दूर है क्या बहुत? केक नहीं दिखाई दे रहा है। मंगला भाभी केक दिखाइए। ये वाह, ये हुआ ना बात। सब लोग को रिक्वेस्ट है, कोई भी लीव मत करिएगा। आज सब लोग, सब जितने हैं हम लास्ट तक रहने चाहिए। एक साथ में मीटिंग एंड करेंगे। केक कट गया, ताली बजाओ। थैंक यू थैंक यू वेरी मच मंगला भाभी, बहुत बहुत थैंक यू। बहुत सुंदर है जी। सुजाता जी, हमें तो दिखाई नहीं दे रहा है। आप मुझे आपको नहीं दिखाओगे?
पूरा थाली पूरा केक एते बड़ केक देखै देलेनी आ न देखिले केमती हो चश्मा उतार देखि जीवो एमिति खाई दियो एमिति ये खाई देखो दियो। एबे देखाई देला ना केक गोटे बाइट खाई देइछंती सेटा भी मंगला देखा जी। जाछ देखो अभी खा लिए चले और हम लोगों का बाइट भी खाइए ଆମ ଏବେ ଇଚ୍ଛାରେ ଦେଖାହେଲା, ଖାଇଦିଅନ୍ତୁ ତାଙ୍କର ପୂଜା ମ୍ୟୁଟ୍ ହେଇଯାଇଛନ୍ତି वो पूजा में सबको ना ମନେ ଥିଲା ଏ ନା खा लिए ଆମକୁ ଟିକେ ଦିଅ ଅକେଲେ ଅକେଲେ ଖାଇଯାଉଛ ଆସ ସମସ୍ତେ ଆସ ଓ ଆମ ତରଫରୁ ଖାଇଦିଅନ୍ତୁ ଆମ तरफ भी खाई दियंतु ଆମର ଭାଗ ଆମ ସବୁ ଲାଗି ଖାଇ ଖାଇଦିଅ ଦିଅ। मो घर पाख अछि मु काली मगई नेबी एक बात पक्का है, बहुत टेस्टी हुआ होगा केक। हाँ एकदम एकदम ये बात पक्का है ओके अभी सेकंड सेरेमनी अभी आज एक छोटा सा पोइट्री लिखे हैं निर्मला जी, तो निर्मला जी से रिक्वेस्ट है आप अपना शेयर करिए जो भी करना चाहते हैं। समस्त को सब ध्यानी भाई भौणी को मोर बहुत आत्मबंधन बहुत बहुत नमस्कार एवं आभार। क्लास टा संपूर्ण ओडिया रे थिबारु मु ओडिया रे लेखिबा को चेष्टा करिछि। 41 दिन रो ही ज्ञान रो दक्षिणा देबाकू आमे असमर्थ। आमे चाहूछु दिन प्रतिदिन श्वेता दीदी ध्यान मार्ग रे आगई थांतु, साक्षी भाव रे रहंतु, समता और नम्रता तांको जीवन रे सर्वदा रही थाउ। हरीश भाई सुजाता दीदी एवं पूरा ग्रुप तरफ रु मो किछि भंगा स्वर एवं शब्द को जोड़ी 2-4 धाड़ी लेखिबार कोशिश करिछि। मो मनर भाव प्रदर्शन करुछि। श्वेता तुम्हें दिन प्रतिदिन ध्यान मार्ग रे चाली थाओ, समता नम्रता जीवने साक्षी भाव रे रही थाओ। श्वेता तुम्हें दिन प्रतिदिन ब्रह्मर्षिंको आशीर्वाद दिन राति बरसुअछि, तुम वाणी द्वारा हमको, तुम वाणी द्वारा रूपा मिलु अछि। श्वेता तुम्हें दिन प्रतिदिन, श्वेता तुम वाणी रु ज्ञान फूल झरू अछि। गोटे फूल आमे ग्रहण कले, गोटे फूल आमे ग्रहण कले, आम जीवन बदलु अछि। श्वेता तुम्हें दिन प्रतिदिन, तुम अद्भुत साधना को आमे सत सत नमन करू। ओडिशार आनंदमयी माँ, ओडिशार आनंदमयी माँ, आमे ऋणी अछु तुमर। श्वेता तुम्हें दिन प्रतिदिन, जेते बड़ पदवी पाओ मने रखिब आंभ मानंकु, कार नजर न लागू, कार नजर न लागू, रक्षा कवच बांधी देबू। श्वेता तुम्हें दिन प्रतिदिन,
श्वेता तुमे दिन प्रतिदिन ध्यान मार्ग रे चाली थाओ समता नम्रता जीवने साखी भावरे रही थाओ साखी भावरे रही थाओ साखी भावरे रही थाओ। धन्यवाद। वाह 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 बहुत सुंदर, बहुत सुंदर, वाह वाह बहुत सुंदर। अरे मैं एक हिंदी गाना गाती हूँ थोड़ा सा। गाइए गाइए, धन्यवाद। आज सब अलाउड है। कितना हसीन चेहरा, कितनी प्यारी आंखें, कितनी प्यारी आंखें हैं, आंखों से छलकता प्यार। कुदरत ने बनाया होगा फुर्सत में तुझे मेरे यार। कुदरत ने बनाया होगा फुर्सत में तुझे मेरे यार। हमेशा खुश रहना श्वेता, और खूब खूब उन्नति करना, और हमें हमेशा याद रखना। हम भी तेरे को भूलेंगे नहीं कभी। जल्दी मिलेंगे। श्वेता, श्वेता पद्मा चारि लाइन मोर फीलिंग ता कहबी। ए जीवन रे जेमती तमे मिलिच आमको, मु यही आशा करे आगरे सबु जीवन रे तमे आमको मिलु थाओ। मोर एया मोर आशा और मोर प्रार्थना। थैंक यू, अरे वाह थैंक वाह यू। वाह वाह वाह। यही जन्म में हम सबकी माँ है, अगले जन्म में भी रहेगी। बुकिंग हो गई है। थैंक यू निर्मला जी, बहुत you. सुंदर गाए, बहुत ही बहुत सुंदर, सुंदर गाए, बहुत बहुत सुंदर, बहुत बहुत उड़िया में तहे ज्यादा दिल से लिखती धन्यवाद। नहीं हूँ, फिर भी कोशिश की थी। अरे उड़िया में और क्या बोलेंगे, इतने भलो तो कोइलो गाइलो। हाँ, बहुत बढ़िया अच्छा, कहलो, बहुत बढ़िया। अच्छा। बहुत सुंदर। सुजाता जी गुस्बम बोलिए। हो रहा था, गुस्बम। हाँ सच में गूजबम्स हो रहा था। पत्री सर ने तो मेरा नाम ही गूजबम्स मैडम नहीं नहीं, रख दिया सच में है। आज मेरे को भी गुस्बम हो रहा था गाना सुन के। सच में पूरा गूजबम्स हो रहा था, बहुत सच में ही। श्वेता अपने पद्मा बहुत बहुत धन्यवाद, बहुत बहुत धन्यवाद, बढ़िया लगिला। आउ तुमे तो पूरा पद्म फूल भलिया हम समस्तଙ୍କ मन भीतर रहिला। मु गोटे कथा कहूची सुना। चिक्कोलिका चाव चाव चाव, बम्बलिका बम्बलिका बा बा बा, चिक्कोलिका बम्बलिका चिक बा बा, श्वेता पद्मा बाय बाय बाय। ज्योति रंजन अनुगुल अछंती ना, से भी ब्लस करूछंती। श्वेता पद्मा बहुत बहुत अभिनंदन तुमको। थैंक यू। नहीं नहीं, बहुत 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 ब्लेसिंग्स, बहुत गॉड्स ग्रेस अच्छी। पत्री जिंकर बहुत मतलब यांकर ऊपर बहुत सब बड़े ब्लेसिंग्स थाउ। आमे देखा हबा सब बड़े, आमे सब बड़े देखा हबा। फेर आम ग्रुप को फेर ताको आनिबा, फेर आम ग्रुप चलिबो। एटा हाँ सरी गले। एबे बीणा हरीश पाणी, भाई, हाँ बीणा हरीश पाणी भाई मैडम, अनाउंस बीणा करिबे। पाणी मैडम, बीणा पाणी मैडम मैडम। किछ कहबे। हाँ बीणा पाणी मैडम अछंती आपण? बीना पाणी मैडम तो नहांदी, चंद्रमणि अच्छा मैडम छन। चंद्रमणि हेलो मैडम, हेलो। हाँ अच्छी कुहतु। अछंती अछंती श्वेता पद्मा बहुत भल लागला, बहुत थैंक यू, धन्यवाद। आपन आशीर्वाद कर तुमको बहुत भल लागला। चंद्रमणि मैडम। हाँ हाँ, हेलो श्वेता पद्मा, बहुत बढ़िया ज्ञान दौथिल। हरि सही प्रणाम। प्रणाम प्रणाम दीदी। बहुत अच्छा लगिला।
बहुत सुंदर एते शीघ्र सरी गला 40 दिन हो गया 41 दिन में ଆଜି सरी गला ସରିଗଲା हाँ दुख लागुची काहे दुख लगे फिर हमें समझते हर दिन हमारा 9 से 12, 9, 10, 11, 12 ही हम लोग होते थे। और श्वेता की सिंसियरिटी को मेरा आत्मा नमन। हमको बहुत कुछ सिखा रही है इस छोटी सी उम्र में। हमारी सबकी वो सबसे बड़ी टीचर और गुरु है। हमारे लिए इंस्पिरेशन भी वही है, मोटिवेशन भी है। तो हम सभी को ही अपनी उम्र को उनके जैसे हम उनसे सीखेंगे कैसे समर्पण में सेवा करना।